ଜଗନ୍ନାଥ ପିଲାମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ତ ପିଲାମାନେ ଆଜି ଆମେ ଡିସ୍କସନ୍ କରିବା 6th ସେମିଷ୍ଟର +3 6th ସେମିଷ୍ଟର ପ୍ରଥମ ୟୁନିଟ୍ ଡିସ୍କସନ୍ କରିବା, ଯେଉଁଟାକି ଥିଲା ପ୍ରଥମ ଚାପ୍ଟର ହେଉଛି ଭାରତ ଇତିହାସ ଅଷ୍ଟମ 1857ରୁ 1950। ତ ପିଲାମାନେ ୟୁନିଟ୍ 1 ସାଂସ୍କୃତିକ ପରିବର୍ତ୍ତନ ଓ ସାମାଜିକ ଓ ଧାର୍ମିକ ସଂସ୍କାର ଏକ ଆନ୍ଦୋଳନ। ତ ଏହି ବିଷୟ ପିଲା ଆମେ ଡିସ୍କସନ୍ କରିବା, ସମୟକୁ ନଷ୍ଟ ନ କରି ଯଥାଶୀଘ୍ର ଆମେ ଏହାକୁ ଆରମ୍ଭ କରିବା। ତ ପିଲାମାନେ କ୍ଲାସ୍କୁ ଆରମ୍ଭ କରିବା। ଟପିକ୍ ନେମ୍ ସାଂସ୍କୃତିକ ପରିବର୍ତ୍ତନ ଓ ସାମାଜିକ ଓ ଧାର୍ମିକ ସଂସ୍କାର ଆନ୍ଦୋଳନ। ଭାରତର ପ୍ରଥମ କ୍ୱେଶ୍ଚିନ୍ ପିଲେ ଭାରତ ଉପରେ ଅଛି। ଭାରତର ଜନମତକୁ ପ୍ରଭାବିତ ଡ୍ୟାସ୍ ଭାରତର ଜନମତକୁ ପ୍ରଭାବିତ କରିଥିଲେ ସମ୍ବାଦପତ୍ର। ଡ୍ୟାସ୍ ଭାରତର ଜନମତକୁ ପ୍ରଭାବିତ କରିଥିଲେ, ମାନେ ଆମ ଭାରତର ଯେଉଁ ଅଛି ଜନମତକୁ ପ୍ରଭାବିତ କରିବା ପାଇଁ ଗୋଟେ ସାମ୍ବାଦିକ ଦରକାର ଥିଲା, ଯେଉଁଟାକି ଏଇଟା ସେ ଏଇଠି କହିଛନ୍ତି ଯେ କେମିତି ମାନେ ଜନମତକୁ ସ୍ପ୍ରେଡ଼୍ କଲା ଏଇଟା। ତ ସମ୍ବାଦପତ୍ର ଦ୍ୱାରା ଏହାକୁ ଜନମାନଙ୍କର ମତକୁ ଗ୍ରହଣ କରାଯାଇଥିଲା। ତ ପ୍ଲିଜ୍ 1 ମାର୍କ କ୍ୱେଶ୍ଚିନ୍। ଭାରତୀୟ ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ସର୍ବପ୍ରଥମେ ଡ୍ୟାସ୍ ଉଦ୍ୟମ କରିଥିଲେ ରାଜା ରାମମୋହନ ରାୟ। ଇଂରାଜୀ ଶିକ୍ଷାର ପ୍ରଚଳନ ଭାରତରେ ବିଧିବଦ୍ଧ ଭାବରେ ଡ୍ୟାସ୍ ମସିହାରୁ ଆରମ୍ଭ ହୋଇଥିଲା 1857। ଡ୍ୟାସ୍ ପ୍ରଥମେ ଭାରତକୁ ଛାପାଖାନା ବା ପ୍ରିଣ୍ଟିଂ ପ୍ରେସ୍ ଆଣିଥିଲେ ପର୍ତ୍ତୁଗୀଜମାନେ। 1780 ମସିହାରେ ବେଙ୍ଗଲ ଗେଜେଟ୍ ନାମକ ପତ୍ରିକା ଡ୍ୟାସ୍ ଆରମ୍ଭ କରିଥିଲେ। ବେଙ୍ଗଲ ଗେଜେଟ୍ 1557 ମସିହାରେ ଡ୍ୟାସ୍ ପ୍ରଥମେ ଛାପା ବହି ପ୍ରକାଶ କରିଥିଲେ ଗୋଆରେ ପାଦ୍ରୀମାନେ। 1684 ମସିହାରେ ଡ୍ୟାସ୍ଠାରେ ଛାପାଖାନା ପ୍ରତିଷ୍ଠା କରାଯାଇଥିଲା। ବମ୍ବେ ଚାର୍ଲସ ମୋଟଲାଇଭଙ୍କୁ ଡ୍ୟାସ୍ ଭାବରେ ଅଭିହିତ କରାଯାଏ। ଭାରତୀୟ ପ୍ରେସ୍ର ମୁକ୍ତିଦାତା କିଏ ପିଲାମାନେ? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ, ଏଇଟାକୁ ମନେ ରଖିବ। ଚାର୍ଲସ ମୋଟଲାଇଭଙ୍କୁ ଡ୍ୟାସ୍ ଭାବରେ ଅଭିହିତ କରାଯାଇଥିଲେ ଭାରତୀୟ ପ୍ରେସ୍ର ମୁକ୍ତିଦାତା। ପ୍ରଥମ ସ୍ଥାନୀୟ ମାତୃଭାଷା ଖବରକାଗଜ ଡ୍ୟାସ୍ ମସିହାରେ ପ୍ରକାଶିତ ହୋଇଥିଲା 1818ରେ। ବମ୍ବେ ସମାଜ 10 ନମ୍ବର କ୍ୱେଶ୍ଚିନ୍ ପିଲା ଦେଇଛି। ବମ୍ବେ ସମାଚାର ପତ୍ରିକାଟି ଡ୍ୟାସ୍ ଭାଷାରେ ପ୍ରକାଶିତ ହୋଇଥିଲା ଗୁଜୁରାଟୀ। ସୋମପ୍ରକାଶ ସାପ୍ତାହିକ ପତ୍ରିକା ଡ୍ୟାସ୍ ଦ୍ୱାରା ପ୍ରକାଶ କରାଯାଇଥିଲା ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ୱାରା ସୋମପ୍ରକାଶ ସାପ୍ତାହିକ ପତ୍ରିକାଟି ପ୍ରକାଶ କରାଯାଇଥିଲା। ରାଜା ରାମମୋହନ ରାୟଙ୍କ ଦ୍ୱାରା ସମ୍ପାଦିତ ପତ୍ରିକାର ନାମ କ'ଣ? ସମ୍ବାଦ କୌମୁଦୀ। 12 ନମ୍ବର ପିଲେ ରାଜା ରାମମୋହନ ରାୟଙ୍କ ଦ୍ୱାରା ସମ୍ପାଦିତ ପତ୍ରିକାର ନାମ ଥିଲା ସମ୍ବାଦ କୌମୁଦୀ। ଆଧୁନିକ ଭାରତୀୟ ସମ୍ବାଦପତ୍ରର ଜନକ କିଏ ଥିଲେ? ରାଜା ରାମମୋହନ ରାୟ। ଊନବିଂଶ ଶତାବ୍ଦୀର ଭାରତୀୟ ନବଜାଗରଣର ଆରମ୍ଭ ଡ୍ୟାସ୍ଙ୍କ ଦ୍ୱାରା ସଂଗଠିତ ହୋଇଥିଲା ରାଜା ରାମମୋହନ ରାୟଙ୍କ ଦ୍ୱାରା। ଡ୍ୟାସ୍ ବିରୁଦ୍ଧରେ ରାଜା ରାମମୋହନ ରାୟ ସ୍ୱର ଉତ୍ତୋଳନ କରିଥିଲେ ମୂର୍ତ୍ତି ପୂଜା ବିରୁଦ୍ଧରେ। ବ୍ରାହ୍ମ ସମାଜର ପୂର୍ବ ନାମ କ'ଣ ଥିଲା? ବ୍ରାହ୍ମ ସମାଜର ପୂର୍ବ ନାମ ଥିଲା ବ୍ରାହ୍ମ ସଭା। ପିଲେ ମୁଁ ନମ୍ବର କହୁନାହିଁ, ମୁଁ କହିଦେଉଛି, ଆପଣମାନେ ଭଲସେ ଶୁଣିବେ ଆଉ ଭିଡ଼ିଓ ପଜ୍ କରିକି ଆପଣମାନେ ସଟାଇ ପଢ଼ିପାରିବେ। 18 ନମ୍ବର କ୍ୱେଶ୍ଚିନ୍ ଦେଖ। ଡ୍ୟାସ୍ ମସିହାରେ ସତୀଦାହ ପ୍ରଥା ଭାରତରେ ଉଚ୍ଛେଦ କରାଗଲା। ପିଲାମାନେ ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ଟା, ଧ୍ୟାନ ଦେବେ। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଡଟ୍ ମାରିଦେଇଛି, ଆପଣ ଦେଖିଦେବେ। ଡ୍ୟାସ୍ ମସିହାରେ ସତୀଦାହ ପ୍ରଥା ଭାରତରେ ଉଚ୍ଛେଦ କରାଗଲା 1829ରେ। ରାଜା ରାମମୋହନ ରାୟ ଡ୍ୟାସ୍ର ପ୍ରବକ୍ତା ଥିଲେ, ଏକଶ୍ୱରବାଦର ପ୍ରବକ୍ତା ଥିଲେ, ଭାରତର ନାରୀ ଶିକ୍ଷା ଓ ନାରୀ ଜାଗରଣର ପ୍ରବକ୍ତା ଡ୍ୟାସ୍ ଥିଲେ ରାଜା ରାମମୋହନ ରାୟ। ରାଜା ରାମମୋହନ ରାୟଙ୍କର ଡ୍ୟାସ୍ଟି ଭାଷାରେ ପାରଦର୍ଶିତା ଥିଲେ। ରାଜା ରାମମୋହନ ରାୟ କେତୋଟି ଭାଷାରେ ଦକ୍ଷତା ହାସଲ କରିଥିଲେ? ନା 18ଟି। ବେଦ ସମାଜ ଡ୍ୟାସ୍ଠାରେ 1864 ମସିହାରେ କେଶବ ଚନ୍ଦ୍ର ସେନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ତ ଏହାର ଉତ୍ତର ହେବ ପ୍ରାର୍ଥନା ସମାଜ। ରାଜା ରାମମୋହନ ରାୟ ଡ୍ୟାସ୍ର ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ପାଶ୍ଚାତ୍ୟ ଶିକ୍ଷା ଉପରେ। ପ୍ରାଚ୍ୟ ଶିକ୍ଷା ଉପରେ ଡ୍ୟାସ୍ ଗୁରୁତ୍ୱ ଦେଇଥିଲେ। 25 ନମ୍ବର କ୍ୱେଶ୍ଚିନ୍। ସ୍ୱାମୀ ଦୟାନନ୍ଦ ସରସ୍ୱତ ସତ୍ୟାର୍ଥ ପ୍ରକାଶ ପୁସ୍ତକଟି ଡ୍ୟାସ୍ଙ୍କର ସିଦ୍ଧାନ୍ତକୁ ବହନ କରେ? ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ନେକ୍ସଟ କ୍ୱେଶ୍ଚିନ୍ ଯିବା 27 ନମ୍ବର। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଡ୍ୟାସ୍ ଶବ୍ଦର ପ୍ରୟୋଗ ପ୍ରଥମେ କରିଥିଲେ? ସ୍ୱରାଜ। ଡ୍ୟାସ୍ ଗଣତନ୍ତ୍ରର ପ୍ରବକ୍ତା ଥିଲେ? ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ଆହ୍ୱାନ ଥିଲା ବେଦକୁ ଫେରିଯାଅ, ଗୋ ବ୍ୟାକ୍ ଟୁ ବେଦ। ପିଲାମାନେ ଏଇ କ୍ୱେଶ୍ଚିନ୍ଟା ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି କମ୍ପିଟେଟିଭ୍ ଏକ୍ଜାମ୍ରେ
ଏହା ଆସୁଛି ଏବଂ ଆଗକୁ ଆସୁଥିବ ବିଇଡ଼ି ଯେଉଁମାନେ ଇଣ୍ଟରେଷ୍ଟ ଦେବେ ସେଇମାନଙ୍କ ପାଇଁ ବି ଇମ୍ପୋର୍ଟାଣ୍ଟ। ଏଇ କୋଶ୍ଚିନ୍ଟି ଭଲ ଭାବରେ ମନେ ରଖିବେ। ଆହୁରି ଗୋଟେ କୋଶ୍ଚିନ୍ ପଚାରିଦେବ ଯେ ଆମର ରାଜା ରୋମନ ରାୟ କେଉଁ ସମାଜର ପ୍ରତିଷ୍ଠାତା? ତ ଏଇ କୋଶ୍ଚିନ୍ଟାକୁ ଭଲରେ ମନେ ରଖିଥିବେ। ଆର୍ଯ୍ୟ ସମାଜ ଡ୍ୟାସ୍ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ଦେଖ ପିଲାମାନେ ଏଇଠି କୋଶ୍ଚିନ୍ ପଚାରିଲା ଆର୍ଯ୍ୟ ସମାଜ ଡ୍ୟାସ୍ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ସ୍ୱାମୀ ଦୟାନନ୍ଦ ସରସ୍ୱତ। 31 ନମ୍ବର କୋଶ୍ଚିନ୍ ଆର୍ଯ୍ୟ ସମାଜ ଡ୍ୟାସ୍ ମସିହାରେ ପ୍ରତିଷ୍ଠା ହୋଇଥିଲା? 1875 ମସିହାରେ। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଡ୍ୟାସ୍ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ? ବେଦ। ୱାହାବୀ ଆନ୍ଦୋଳନ ମାଧ୍ୟମରେ ମୁସଲମାନ ସମାଜର ପରିବର୍ତ୍ତନ ଆଣିବା ପାଇଁ ଡ୍ୟାସ୍ ପ୍ରୟାସ କରିଥିଲେ? ଶାହ ୱାଲି ଉଲା। ଆଙ୍ଗ୍ଲୋ ମହମ୍ମଦ ଓରିଏଣ୍ଟାଲ କଲେଜ ଡ୍ୟାସ୍ ରୂପେ ଅକ୍ଷତ। ପିଲେ ଶବ୍ଦଗୁଡ଼କୁ ଟିକେ ଧ୍ୟାନ ଦେବେ, ଆପଣ ପାରିବେ ଯଦି ପଢ଼ିଦେବେ ଟିକେ। ଆଲିଗଡ଼ ମୁସଲମାନ ବିଶ୍ୱବିଦ୍ୟାଳୟ ସୈୟଦ ଅହମ୍ମଦ ଖାଁଙ୍କ ଦ୍ୱାରା ପ୍ରକାଶିତ ସଂସ୍କାର ଧର୍ମୀ ପତ୍ରିକାର ନାମ ତାହାଦିକ ଉଲ୍ ଅଖିଲାକ। ଡ୍ୟାସ୍ ପ୍ରଥା ବିରୁଦ୍ଧରେ ସୈୟଦ ଅହମ୍ମଦ ଖାଁ ସ୍ୱର ଉତ୍ତୋଳନ କରିଥିଲେ? ଦାସତ୍ୱ ପ୍ରଥା। ଭାରତୀୟ ପ୍ରେସର ମୁକ୍ତିଦାତା ବୋଲି ଡ୍ୟାସ୍କୁ ଅଭିହିତ କରାଯାଇଥିଲା? ଚାର୍ଲସ ମୋଣ୍ଟେ କ୍ଲାଇଭ। ଇଂରାଜୀ ଶିକ୍ଷାର ପ୍ରଚଳନ ଭାରତରେ ଡ୍ୟାସ୍ଙ୍କ ଦ୍ୱାରା ହୋଇଥିଲା? ୱିଲିୟମ ବେଣ୍ଟିଂ। ଏଇଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ପିଲେ 38 ନମ୍ବରଟା ମନେ ରଖିବେ। ଇଂରାଜୀ ଶିକ୍ଷାର ପ୍ରଚଳନ ଭାରତରେ ଡ୍ୟାସ୍ଙ୍କ ସମୟରେ ହୋଇଥିଲା? ୱିଲିୟମ ବେଣ୍ଟିଂ। ନାରୀ ଶିକ୍ଷା କ୍ଷେତ୍ରରେ ଡ୍ୟାସ୍ଙ୍କର ଅବଦାନ ରହିଥିଲା? ଜ୍ୟୋତିବା ଫୁଲେ। ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ କିଏ ଥିଲେ ପିଲାମାନେ? ସାବିତ୍ରୀ ଫୁଲେ। ମନେ ରଖିବେ, ଜିକେରେ ବି ଆସିପାରେ, କମ୍ପିଟେଟିଭ୍ ଏକ୍ଜାମରେ ଜିକେରେ ବି କୋଶ୍ଚିନ୍ ଆସିପାରେ। ନାରୀ ଶିକ୍ଷା କ୍ଷେତ୍ରରେ ଡ୍ୟାସ୍ଙ୍କର ଅବଦାନ ରହିଥିଲା? ଜ୍ୟୋତିବା ଫୁଲେ। ନିମ୍ନ ବର୍ଗର ସ୍ତ୍ରୀ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଡ୍ୟାସ୍ ବିଦ୍ୟାଳୟ ସ୍ଥାପନ କରିଥିଲେ? ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ପିଲେ, ଜ୍ୟୋତିବା ଫୁଲେ ବହୁତ ନଲେଜଫୁଲ୍ କୋଶ୍ଚିନ୍ ଏଇଟା। ପ୍ରଥମେ ମହିଳା ବିଦ୍ୟାଳୟ ଡ୍ୟାସ୍ଠାରେ ଅବସ୍ଥିତ ଥିଲା? ଅହମ୍ମଦନଗର। ଜ୍ୟୋତିବା ଫୁଲେ ଜଣେ ଡ୍ୟାସ୍ ଥିଲେ? ସମାଜ ସଂସ୍କାରକ। ଦଳିତ ଶବ୍ଦଟି ଡ୍ୟାସ୍ ଭାଷାରୁ ଆନିତ? ମରାଠୀ। ଜ୍ୟୋତିବା ଫୁଲେ ଡ୍ୟାସ୍ ମାନଙ୍କର ବିରୋଧୀ ଥିଲେ? ବ୍ରାହ୍ମଣ। ଜ୍ୟୋତିବା ଫୁଲେ ଡ୍ୟାସ୍ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ? ଅଛୁଆଁ ବା ଦଳିତ ଜାତି। ପିଲାମାନେ ଏଠି ଆହୁରି ଗୋଟେ କୋଶ୍ଚିନ୍ ପଡ଼ିଛି, କୋଶ୍ଚିନ୍ ପଚାରିବ ଜ୍ୟୋତିବା ଫୁଲେ ଦଳିତ ମାନଙ୍କ ପାଇଁ ଡ୍ୟାସ୍ ସ୍ଥାପନ କରିଥିଲେ? ତ ପିଲାମାନେ କୋଶ୍ଚିନ୍ର ଆନ୍ସର ମୁଁ କହି ଆସିଛି, ଆପଣ ଦେଖିଦେବେ ଭଲରେ। ତଥାପି କହିଦେଉଛି, ନିମ୍ନ ଶ୍ରେଣୀର ସ୍ତ୍ରୀ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଜ୍ୟୋତିବା ଫୁଲେ କ'ଣ କରିଥିଲେ? ବିଦ୍ୟାଳୟ ସ୍ଥାପନ କରିଥିଲେ। ତ ଏଇ କୋଶ୍ଚିନ୍ଟା ବି ମନେ ରଖିଥିବେ। ଜ୍ୟୋତିବା ଫୁଲେ ଡ୍ୟାସ୍ ମାନଙ୍କର ବିରୋଧୀ ଥିଲେ? ବ୍ରାହ୍ମଣ। ଜ୍ୟୋତିବା ଫୁଲେ ଡ୍ୟାସ୍ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ? ଅଛୁଆଁ ବା ଦଳିତ ମାନଙ୍କ ପାଇଁ। ମନେ ରଖିବେ ପିଲାମାନେ, ନାରୀମାନେ ଶିକ୍ଷା ପାଇଁ ଜ୍ୟୋତିବା ଫୁଲେ କାର୍ଯ୍ୟ କରୁଥିଲେ? ନାରୀମାନଙ୍କର ଶିକ୍ଷା ପାଇଁ ଜ୍ୟୋତିବା ଫୁଲେ କାର୍ଯ୍ୟ କରୁଥିଲେ? ମାନେ ଦେଖ କୋଶ୍ଚିନ୍ ଆସିଗଲା ନା ଅଲ୍ଟରନେଟ୍ କରିକି ଦଳିତ, ତ ସବୁବେଳେ ଅଲ୍ଟରନେଟ୍ କରିକି ପଢ଼ିବା ପାଇଁ ଚେଷ୍ଟା କରିବେ ପିଲାମାନେ, ଯେକୌଣସି ସବଜେକ୍ଟ ହଉ। ସତ୍ୟଶୋଧକ ସମାଜ ଡ୍ୟାସ୍ ମସିହାରେ ପ୍ରତିଷ୍ଠା କରାଯାଇଥିଲା? 1773 ପିଲାମାନେ 1773 କହିଥିଲି। 1873 ମସିହାରେ ସେପ୍ଟେମ୍ବର 24 ତାରିଖରେ ସତ୍ୟଶୋଧକ ସମାଜ ପ୍ରତିଷ୍ଠା କରାଯାଇଥିଲା? ଦଳିତ ଶବ୍ଦ ପ୍ରଥମେ ଡ୍ୟାସ୍ ପ୍ରୟୋଗ କରିଥିଲେ? ଜ୍ୟୋତିବା ଫୁଲେ। ନାରୀ ଶିକ୍ଷା ପାଇଁ ଜାତି ପ୍ରଥା ବିରୁଦ୍ଧରେ ଲିଖିତ ଜ୍ୟୋତିବା ଫୁଲେଙ୍କ ଦ୍ୱାରା ରଚିତ ପୁସ୍ତକର ନାମ କ'ଣ? ନାରୀ ଶିକ୍ଷା ପାଇଁ ଯେଉଁ ନାରୀ ଶିକ୍ଷା ଓ ଜାତି ବିରୁଦ୍ଧରେ କିଏ ସ୍ୱର ଉତ୍ତୋଳନ କରିଥିଲେ? ନା ଆମର ଜ୍ୟୋତିବା ଫୁଲେ। ତାଙ୍କର ଦ୍ୱାରା ସେ ବିଷୟରେ ଲିଖିତ ପୁସ୍ତକର ନାମ ହେଉଛି ଗୁଲାମଗିରି। ତ ପିଲାମାନେ ଗୋଟିଏ ଶବ୍ଦର ଉତ୍ତର ଦିଅ, ଏଇଟା ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା। ତ ଏତିକି ଥିଲା ଆମର 1 ମାର୍କିଆ କୋଶ୍ଚିନ୍। ଥ୍ୟାଙ୍କ ୟୁ ପିଲାମାନେ। ତ ଆପଣଙ୍କର ଏଇ ଟପିକ୍ଟା ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ରହିଲି ପିଲାମାନେ।